ତୁମେ ମୋତେ ଛାଡ଼ିକି ଯାଇଥିଲ 2 ମାସ ହେଲା। ନୂଆ ବାହା ହେଇଥିବା ସ୍ତ୍ରୀକି ଛାଡ଼ିକି କିଏ ଯାଏ? ସେଥିରେ ପୁଣି ଫୋନ୍ କଲ୍ ନାହିଁ। ମୁଁ ତୁମ ସହ ଭଲରେ ପଦେ କଥା ବି ହେଇନି। ତୁମ ସହ କଥା ହେବାକୁ ମୋ ମନ କେତେ ବ୍ୟାକୁଳ ହେଇଛି ତୁମେ କେମିତି ଜାଣିବ? ଏସବୁ ତା'ର ମନର କୋହ ସବୁ କାନ୍ଦି କାନ୍ଦି କହୁଥାଏ। ଆଉ ଏସବୁ ବେଦାନ୍ତ ଶୁଣି ଖୁସିରେ ତାକୁ କୁଣ୍ଢେଇ ପକାଇଲା। ମୁଁ ଜାଣିନଥିଲି ମୋ ୱାଇଫ୍ ଏତେ ମିସ୍ କରୁଥାଏ। ହଁ, 2 ମାସରେ ଯେତିକି ପ୍ରେମ ଆଜି ପୁରା ରାତିଯାକ କରିବି। ଆଉ ସବୁଦିନ ପାଇଁ ତୁମକୁ ନିଜର କରିନେବି। ହଁ, ଯଦି ସେତିକିରେ ମନ ନ ଭରେ ନେକ୍ସଟ ଡେ ପୁରା ସାମନ୍ତରାୟ ନିବାସରେ ଫୁଲ ଏବଂ ଲାଇଟ୍ରେ ସଜା ହେଇଛି। ହସି ମଜାରେ ଘର ପୁରି ଉଠୁଥାଏ। କାରଣ ସାମନ୍ତରାୟ ବଂଶର ଗୋଟିଏ ବୋଲି ପୁଅ କ୍ୟାପ୍ଟେନ ବେଦାନ୍ତର ବାହାଘର ହେଇଛି। ଘରକୁ ନୂଆ ବୋହୂ ଆସିଛି। ବାହାଘର ସବୁ ରୀତିନୀତି ହିସାବରେ ଚାଲିଛି। ନୂଆ ବୋହୂ ଆରୋହୀକୁ ବେଦାନ୍ତର ରୁମ୍କୁ ପଠା ଦିଆହେଲା। ଏଣେ ଆରୋହୀ ପୁରା ଲାଲ ଶାଢ଼ୀ ଚୁଡ଼ି ଗହଣାରେ ପୁରା ଲାଲ ଟୁକ୍ ସାଧବ ହୋଇ ଦିଶୁଛି। ସେ ପୁରା ଚୁପଚାପ ମୁଣ୍ଡରେ ଓଢ଼ଣା ଟାଣି ବେଦାନ୍ତର ଆସିବା ବାଟକୁ ଚାହିଁ ବସିଛି। ତା'ର ମନରେ ଡର ଥିଲା ଯେ ବେଦାନ୍ତ ଜଣେ ସୈନିକ। ଘରେ କୁଆଡ଼େ କହୁଥିଲେ ସବୁ କାମ ତାଙ୍କର ଟାଇମ୍ ଟେବୁଲରେ ହେବାର ଅଛି। ନହେଲେ କୁଆଡ଼େ ସେ ରାଗି ଯାଆନ୍ତି। ମୋ ସହ କେମିତି ବ୍ୟବହାର କରିବେ କେଜାଣି? ଏସବୁ ଭାବି ଭାବି ଏତେ ଡରୁଥିଲା ଯେମିତି ହୃଦୟ ଭିତରୁ ବାହାରି ଆସିବ। ଏହାପରେ ରୁମ୍ରେ କବାଟ ଆଉ ବେଦାନ୍ତ ଭିତରକୁ ଆସିଲା। କବାଟ ବନ୍ଦ ହେବାର ଆବାଜ ଯେମିତି ଆସିଲା ସେ ଶୁଣିକି ସିଧା ବେହୋସ। ବେଦାନ୍ତ ଯେତେବେଳେ ଆରୋହୀ ପାଖକୁ ଆସିଲା ବୋଧେ ସେ ଟାୟାର୍ଡ଼ ହୋଇକି ଶୋଇ ପଡ଼ିଛନ୍ତି। ତାଙ୍କୁ ଡାକିବ କି ନାହିଁ ଏଇଆ ଭାବିକି ଥରେ ତାଙ୍କ ସହ କଥା ହୁଏ। ବାପା ମା ମୋ ପାଇଁ ଯୋଉ ଝିଅ ଠିକ୍ କରିଛନ୍ତି ସେ କେମିତିକା ମାନେ କଥାବାର୍ତ୍ତା ବାସ୍ ଏଇଆ ମନରେ ଭାବି ଆରୋହୀକି ଡାକିଲା। ଆରୋହୀ ନ ଶୁଣିବାରୁ ତା'ର ଗାଲକୁ ଥାପୁଡ଼େଇ ଆରୋହୀ ତମର କ'ଣ ହେଲା? ଆଖି କ'ଣ ପାଇଁ ଖୋଲୁନ? ପାଖରେ ଥିବା ପାଣି ଜଗରୁ ପାଣି ଆଣି ତାଙ୍କୁ ଛିଞ୍ଚିଲା। ଆରୋହୀର ହୋସ୍ ଆସିଲା ପରେ ବେଦାନ୍ତକୁ ପାଖରେ ଦେଖିବା ସିଧା ଛିଡ଼ା ହୋଇ ପଡ଼ିଲା ଆଉ ଖଟର ଗୋଟିଏ ସାଇଡ଼୍ରେ ଛିଡ଼ା ହେଲା। ଏହା ଦେଖିବା ବେଦାନ୍ତକୁ ଭଲ ଲାଗିଲା ନାହିଁ। ଏ କ'ଣ ଏ ଝିଅ ମୋ ସହ କଥା ହେବା ତ ଦୂରର କଥା ମୁଁ ତାକୁ ହୋସ୍ରେ ଆଣିଲି କିନ୍ତୁ ଧନ୍ୟବାଦ ବି କହିଲେନି। ଏ କ'ଣ ଆରୋହୀ ତୁମେ ଆଜି ଭଳି ଦିନରେ ମୋଠୁ ଦୂରେଇ ରହୁଛ? ମୁଁ କ'ଣ ତୁମର ପସନ୍ଦ ନୁହେଁ କି ତୁମେ ଆଉ କାହାକୁ ଭଲ ପାଅ? ଏକଥା ଶୁଣି ଆରୋହୀ କହିଲା ଚୁପ୍ ରୁହ। ମୁଁ ସେଭଳି ଝିଅ ନୁହେଁ କି ମୁଁ କାହାକୁ ଭଲ ପାଏନି। ବାକି ରହିଲା ତମ କଥା। ମୁଁ ଶୁଣିଥିଲି ତୁମେ କୁଆଡ଼େ ବହୁତ ରାଗୀ। ଆର୍ମିରେ ବି ଅଛ। ସତରେ ବହୁତ ରାଗୀ ହୋଇଥିବ। ଏକଥା ଶୁଣି ବେଦାନ୍ତ ହସିଲା। କିଏ କହିଲା ଆର୍ମିରେ ଥିବା ଲୋକମାନେ ବହୁତ ରାଗୀ? ଆଉ ଯଦି ତାଙ୍କ ପାଖରେ ଏମିତି ସୁନ୍ଦରୀ ସ୍ତ୍ରୀ ଥିବେ ସେ କ'ଣ ରାଗି ପାରିବେ? ଏସବୁ କଥା କହୁ କହୁ ଆରୋହୀ ହାତକୁ ସେ ଧରିନେଲା। ଏଣେ ଆରୋହୀ କହିଲା ମୁଁ କିଛି ସମୟ ଚାହୁଁଛି। ମୁଁ ଏତେ ଜଲ୍ଦି ତମ ସହ ବାସ୍ ଏତିକିରେ ବେଦାନ୍ତ ବୁଝିପାରିଲା ଯେ ସେ କିଛି ସମୟ ନେବାକୁ ଚାହୁଁଛନ୍ତି। ଏମିତି ଏ ଆରେଞ୍ଜ ମ୍ୟାରେଜ। ସେ ମୋ ବିଷୟରେ କିଛି ଜାଣିନଥିବେ। ହଉ ଠିକ୍ ଅଛି। ଆମେ ଏବେ ଭଲ ବନ୍ଧୁ ହିସାବରେ ରହିପାରିବା ତ? ଆରୋହୀ ହସିଦେଲା ଆଉ ହଁ କଲା। ଧୀରେ ଧୀରେ ଆରୋହୀ ବେଦାନ୍ତର ସବୁ କାମ କଲା। ଯେମିତି ତା'ର ଡ୍ରେସ୍ ସଫା କରିବା ତା'ର ଖାଇବା ଯତ୍ନ ନେବା ଏମିତି। ଏଣେ ବେଦାନ୍ତ ଭାବୁଥାଏ ଏ ଝିଅ ମୋର କେୟାର କରିନେଉଛି କିନ୍ତୁ ମୋ ପାଖକୁ ଆସିବାକୁ ଧରାଛୁଆଁ ବି ଦେଉନି। ହେ ଭଗବାନ ମୋର ଛୁଟି ସରି ଆସିଲାଣି। ଦୟାକରି ମୋ ଉପରେ। ଏମିତି କିଛି ଦିନ ଚାଲିଲା। ଆରୋହୀର ଆଖି ସବୁବେଳେ ବେଦାନ୍ତକୁ ଛୁପି ଦେଖୁଥାଏ। କେବେ ସାମ୍ନାସାମ୍ନି ଦେଖିବାକୁ ସାହସ ପାଏନି। ଆଉ ବେଦାନ୍ତର ଏମିତି ଆକର୍ଷକ ଚେହେରା ଯାହାକୁ ଥରେ ଦେଖିଲେ ଆଖି ଲାଖିଯିବ। ବହୁତ ଝିଅଙ୍କର ସେ ପସନ୍ଦ ହୋଇଥିବେ। ଏକଥା ଭାବୁଥାଏ ତା ସହ ବେଦାନ୍ତକୁ କଣେଇ କଣେଇ ଚାହୁଁଥିଲା। ବେଦାନ୍ତ ଖାଇ ବସିଥିଲା। ଖାଇସାରିବା ପରେ ହାତ ଧୋଇ ଟାୱେଲରେ ହାତକୁ ପୋଛି ପୋଛି ଆସି ଆରୋହୀ କାନରେ କହିଲା ମୁଁ ତୁମର ସ୍ୱାମୀ ଆରୋହୀ। ତୁମେ ମୋତେ ଲୁଚିକି ଦେଖିବା ଦରକାର ନାହିଁ। ମୋତେ ସିଧା ବି ଦେଖିପାରିବ। ଏକଥା ଶୁଣି ଆରୋହୀ ଲାଜରେ ମୁହଁ ପୋତିଦେଲା। ସେଦିନ ସନ୍ଧ୍ୟାବେଳେ ବେଦାନ୍ତ ବଗିଚାରେ ବୁଲୁଥିଲା ଆଉ ମନରେ ଭାବୁଥାଏ କି ଆଜି ରାତିରେ ମୁଁ ଆରୋହୀକି କହିଦେବି ମୁଁ ତାଙ୍କୁ ପସନ୍ଦ କରେ ଭଲ ପାଏ। ଏସବୁ ଭାବୁଥାଏ ତା ଫୋନ୍ ରିଙ୍ଗ ହେଲା। ହ୍ୟାଲୋ ମିଷ୍ଟର କ୍ୟାପ୍ଟେନ ବେଦାନ୍ତ। ୟେସ୍ ସାର୍ ବେଦାନ୍ତ ସ୍ପିକିଂ। କ୍ୟାପ୍ଟେନ ଜଏନ୍ ୟୁଅର ଡ୍ୟୁଟି ଆଜ୍ ସୁନ୍ ଆଜ୍ ପସିବୁଲ୍। ଓକେ ସାର୍। ଏହାପରେ ବେଦାନ୍ତ ଫୋନ୍ ରଖି ଡ୍ରେସ୍ ସବୁ ସଜାଡ଼ିବାକୁ ଗଲା। ଠିକ୍ ଏହି ସମୟରେ ଆରୋହୀ ରୁମ୍କୁ ଗଲା। ଠିକ୍ ଏହି ସମୟରେ ବେଦାନ୍ତ କପଡ଼ା ସଜାଡ଼ିବାର ଦେଖି ଆରୋହୀ ପଚାରିଲା କୁଆଡ଼େ ଯାଉଛ? ଆରେ ଡ୍ୟୁଟିରେ କିଛି ପ୍ରୋବ୍ଲେମ୍ ହେଇଯାଇଛି ମୋତେ ଜଲ୍ଦି ଯିବାକୁ ହେବ। ପାରୁଛ ଯଦି ମୋତେ ହେଲ୍ପ କର ସଜାଡ଼ିବାରେ। କିନ୍ତୁ ତୁମର ତ ଛୁଟି ସରିନି ତଥାପି। ଏକଥା ଶୁଣି ବେଦାନ୍ତ କହିଲେ ମ୍ୟାଡ଼ାମ୍ ତମ ହଜବେଣ୍ଡ ଆର୍ମିରେ ସର୍ଭିସ୍ କରୁଛନ୍ତି। ଆମର ମାତୃଭୂମି ଆଗ ତାପରେ ତମେ ପଛେ। ଏକଥା ଶୁଣିବା ପରେ ଆରୋହୀ କାନ୍ଦିବାକୁ ଲାଗିଲା। ବେଦାନ୍ତ ଆରୋହୀକୁ କାନ୍ଦିବାର ଦେଖି ତାଙ୍କୁ ଆଲିଙ୍ଗନ କରି କହିଲେ ତୁମେ ଜଣେ ସୈନିକର ସ୍ତ୍ରୀ ହୋଇ ଆଖିରେ ଲୁହ ତୁମକୁ ଶୋଭା ପାଉନି। ବି ଷ୍ଟ୍ରଙ୍ଗ ମାଇ ଲେଡି। ଜାଣିଶୁଣି ବେଦାନ୍ତ ମଜାରେ କହିଲା ଯେଉଁଥିପାଇଁ ବାହା ହେଇଥିଲି ଏତେ ସୁନ୍ଦର ଝିଅଟେ ମୋ ଭାଗ୍ୟରେ ଥିଲା। ଭଗବାନଙ୍କୁ ଧନ୍ୟବାଦ ଦେଉଥିଲି। ସେ ଝିଅ ଟିକେ ବି ଭାଉ ଦେଉନାହାନ୍ତି।
ମୋ ଆଉ ପାଖରେ ରହିଲେ କେତେ ନ ରହିଲେ କେତେ। ଏକଥା ଶୁଣି ଆରୋହୀ ମୁଣ୍ଡ ନୁଆଇ ଦେଲା। କିଛି କହିଲାନି। ବେଦାନ୍ତ ସମସ୍ତଙ୍କୁ ପ୍ରଣାମ କରି ଡ୍ୟୁଟିକୁ ବାହାରିଲା। ହେଲେ ଆଖି ଆରୋହୀକି ଖୋଜୁଥାଏ। ଅବିକା ତ ଏଇଠି ଥିଲେ, କୁଆଡ଼େ ଗଲେ ସେ? ବାଲକୋନିକି ଦେଖିଲା ବେଳେ ଆରୋହୀ ଛିଡ଼ା ହୋଇଛନ୍ତି। ସେ ହସିଦେଇ ଗାଡ଼ିରେ ବସି ବାହାରିଗଲେ। ଏଣେ ଦିନ ଗଣୁଥାଏ। ବେଦାନ୍ତ ପହଞ୍ଚିଲା ପରେ ଥରଟିଏ ବି ଫୋନ୍ କରିଥିଲା, ବାସ୍। ତାପରେ 2 ମାସ ହେଲାଣି ତାର କଲ୍ ନାହିଁ। ଘରେ ସମସ୍ତେ ଏବେ ଚିନ୍ତାରେ। ଆରୋହୀ ବାସ୍ ଘର କାମ ପୂଜାରେ ଦିନ ପଳାଏ, କିନ୍ତୁ ମନ ବେଦାନ୍ତ ପାଖରେ। କଲ୍ ନାହିଁ ବିଲକୁଲ। ଦିନେ ସନ୍ଧ୍ୟାରେ ଘରେ କଲିଂ ବେଲ୍ ବାଜିଲା। ଆରୋହୀ କବାଟ ଖୋଲିଲା। ଆଉ ସାମ୍ନାରେ ବେଦାନ୍ତ। ବେଦାନ୍ତ ସରପ୍ରାଇଜ୍ କହି ଆରୋହୀ କୁଣ୍ଡେଇ ପକାଇଲା। ଆଉ ଆରୋହୀ ବେଦାନ୍ତକୁ ସାମ୍ନାରେ ଦେଖି ଖୁସିରେ ତା ପାଦ ଲାଗୁନଥାଏ। ବେଦାନ୍ତ ସମସ୍ତଙ୍କୁ ପ୍ରଣାମ କରି ରୁମ୍କୁ ଚାଲିଲା ଫ୍ରେଶ୍ ହେବା ପାଇଁ। ଆରୋହୀ ବି ତ ପଛେ ପଛେ ଗଲା। ଆଲମାରିରୁ ଡ୍ରେସ୍ ବାହାର କରି ଥୋଇଲା ବେଳକୁ ବେଦାନ୍ତ ପଛପଟୁ କୁଣ୍ଡେଇ ଧରିଲା। କୁଆଡ଼େ ଯାଉଛନ୍ତି ମ୍ୟାଡ଼ାମ୍? ଏତେ ଦିନ ପରେ ଦେଖା, ପୁଣି ତୁମେ ଡ୍ରେସ୍ ଧୋଇକି ପଳାଉଛ? ଆଟଲିଷ୍ଟ ଦିପଦ କଥା ତ ହୁଅ। ବେଦାନ୍ତ, ତମେ ତ ଫ୍ରେଶ୍ ହେଉଥିଲ, ଏତେ ଜଲ୍ଦି ପଳାଇ ଆସିଲ ଯେ? ବେଦାନ୍ତ, ଛାଡ଼ ମୋତେ, ମୋର ବହୁତ କାମ ଅଛି, ଆରୋହୀ କହିଲା। ବେଦାନ୍ତ କହିଲା, ମୁଁ ଛାଡ଼ିବିନି। ଏତେ ଦିନ ପରେ ତୁମକୁ ଦେଖୁଛି, ଟିକେ ମନ ଭରି ଦେଖି ତ ଦିଏ। ବେଦାନ୍ତ, ତୁମେ ବହୁତ ଦୁଷ୍ଟ ହୋଇଗଲଣି। ହଁ ହଁ, ଯାହା ପାଖରେ ଏତେ ସୁନ୍ଦରୀ ସ୍ତ୍ରୀ ଥିବ ସେ ତ ଦୁଷ୍ଟ ହେଇଯିବ। ବାସ୍, ଏଇଟା ତ ଆରମ୍ଭ। ଏବେ ରାତି ଯାଏଁ ୱେଟ୍ କର, ତାପରେ ମୋ ଦୁଷ୍ଟାମି ଦେଖିବ। ଏତିକି କହି ଆରୋହୀ ଗାଲରେ ସେ ଗୋଟେ କିସ୍ କରିଦେଲା। ଆରୋହୀ ଲାଜରେ ହାତ ଛାଡ଼ି ତଳକୁ ପଳାଇ ଆସିଲା ରୋଷେଇ ଘରକୁ। ରୋଷେଇ ଘରେ କାମ ତ କରୁଥିଲା, କିନ୍ତୁ ମନ ବେଦାନ୍ତ ପାଖରେ। ତାର ଭଲ ପାଇବାକୁ ମନେ ପକାଇ ମନେ ମନେ ହସୁଥିଲା। ସମସ୍ତେ ଖାଇବା ପାଇଁ ଡାଇନିଂ ଟେବୁଲ୍ ପାଖରେ ବସିଲେ। ଖାଇବା ଷ୍ଟାର୍ଟ ହେଲା। ଆରୋହୀ ବେଦାନ୍ତର ମନପସନ୍ଦ ଚିକେନ୍ କଷାକୁ ବଟର ନାନ୍ ବନେଇଥିଲା। ସେ ଖାଇବା ମଝିରେ ପଚାରିଲା, ମା, ଏତେ ଟେଷ୍ଟି ଖାଇବା କିଏ ବନେଇଛି? ମା କହିଲେ, କିଏ ଆଉ ବନେଇବ? ମୋ ବୋହୂ ବନେଇଛି। ତୁ ଜାଣିଛୁ ତା ହାତରେ କି ଯାଦୁ ଅଛି କେଜାଣି? ସେ ଯାହା ରାନ୍ଧିଲେ ଯେତେ ଟେଷ୍ଟ ଲାଗୁଛି ଯେ ହାତ ଚାଟିକି ଖାଇବାକୁ ଇଚ୍ଛା ହେଉଛି। ଖାଇବା ତ ଟେଷ୍ଟ ବହୁତ ଅଛି। ଏମିତି ହସ ଖୁସିରେ ସମସ୍ତେ ଖାଇ ନିଜ ନିଜ ରୁମ୍କୁ ରେଷ୍ଟ କରିବା ପାଇଁ ଗଲେ। କିନ୍ତୁ ଆରୋହୀ ଗଲାନି ଶୋଇବାକୁ। ପୁରୁଣା କଥା ବେଦାନ୍ତର ମନେ ପଡ଼ିଗଲା ତାର। ମୁଁ ଯଦି ଏବେ ଯିବି ତାହେଲେ ମୋତେ ଏବେ ହଇରାଣ କରିବେ। ସେ ରେଷ୍ଟ କରନ୍ତୁ, ମୁଁ କାଲି ତାଙ୍କ ସହ କଥା ହେବି। ଏଣେ ବେଦାନ୍ତ ଟେନସନରେ ଏଯାଏଁ ଆରୋହୀ ଆସିଲେଣି। କେତେ ମୋବାଇଲ ଚଲେଇବେ? ପୁଣି ବିରକ୍ତ ହୋଇ ମୋବାଇଲ ଥୋଇ ଜାଣିଶୁଣି ଶୋଇବାର ନାଟକ କଲେ। ଏଣେ ଆରୋହୀ ଆରାମରେ ଟିଭି ଦେଖି ଟାୟାର୍ଡ ଲାଗିବାରୁ ରେଷ୍ଟ ପାଇ ଗଲେ। ରୁମ୍କୁ ଯାଇ ଦେଖେ ତ ବେଦାନ୍ତ ଶୋଇପଡ଼ିଲେଣି। ସେ ଖୁସି ହୋଇ ଫ୍ରେଶ୍ ହୋଇକି ଆସି ଖଟର ଆର ପାଖରେ ଶୋଇବାକୁ ଗଲା। ବେଦାନ୍ତ ତୁରନ୍ତ କୁଣ୍ଡେଇ ଧରି ନେଲା ଆରୋହୀକୁ। ତାର ମଜବୁତ ବାହୁ ଭିତରେ ଆରୋହୀ ନିଜକୁ ଅଣନିଶ୍ୱାସୀ ମନେ କରୁଥିଲା। ବେଦାନ୍ତ ଆରୋହୀର କାନ ପାଖରେ ଧୀରେ କହିଲା, ଆରୋହୀ, ତୁମେ ଆଉ ମୋ ପ୍ରେମର ପରୀକ୍ଷା ନିଅନି। ତୁମ ପ୍ରେମ ପାଇବାର ମୋର ପୁରା ଅଧିକାର ଅଛି। ଏହା ଶୁଣି ଆରୋହୀ ହସିଦେଲା। ଆଉ କହିଲା, ଆଗ ତୁମ ହାତ କାଢ଼ିନିଅ, ମୁଁ ଅଣନିଶ୍ୱାସୀ ହେଇଗଲିଣି। କିଏ କହିଲା ମୁଁ ତୁମକୁ ହଇରାଣ କରୁଛି? ତୁମେ ମୋତେ ଛାଡ଼ିକି ଯାଇଥିଲ। 2 ମାସ ହେଲା। ନୂଆ ବାହା ହୋଇଥିବା ସ୍ତ୍ରୀକି ଛାଡ଼ିକି କିଏ ଯାଏ? ସେଥିରେ ପୁଣି ଫୋନ୍ କଲ୍ ନାହିଁ। ମୁଁ ତୁମ ସହ ଭଲରେ ପଦେ କଥା ବି ହେଇନି। ତୁମ ସହ କଥା ହେବାକୁ ମୋ ମନ କେତେ ବ୍ୟାକୁଳ ହେଇଛି ତୁମେ କେମିତି ଜାଣିବ? ଏସବୁ ତାର ମନର କୋହ ସବୁ କାନ୍ଦି କାନ୍ଦି କହୁଥାଏ। ଆଉ ଏସବୁ ବେଦାନ୍ତ ଶୁଣି ଖୁସିରେ ତାକୁ କୁଣ୍ଡେଇ ପକାଇଲା। ମୁଁ ଜାଣିନଥିଲି ମୋ ୱାଇଫ୍ ଏତେ ମିସ୍ କରୁଥାଏ। ହଁ, 2 ମାସରେ ଯେତିକି ପ୍ରେମ, ଆଜି ପୁରା ରାତିଯାକ କରିବି। ଆଉ ସବୁଦିନ ପାଇଁ ତୁମକୁ ନିଜର କରିନେବି। ହଁ, ଯଦି ସେତିକିରେ ମନ ନ ଭରେ। ନେକ୍ସଟ ଡେ ସେମାନଙ୍କର ଏମିତି କଥାବାର୍ତ୍ତା ହସ ଖୁସିରେ ପୁରା ରୁମ୍ ଭରିଗଲା।